ଏହି ଭିଡ଼ିଓରେ ଆମେ ଜାଣିବା କେଉଁ ପାପ କର୍ମ ପାଇଁ ପ୍ରାଣୀ ଗର୍ଭ ମଧ୍ୟରେ ପ୍ରବେଶ କରିଥାଏ, ତାକୁ କାହିଁକି ଗର୍ଭ ମଧ୍ୟରେ ଅନେକ କଷ୍ଟ ଭୋଗିବାକୁ ପଡ଼ିଥାଏ। ତା ସହିତ ଜାଣିବା କାହାର ପତ୍ନୀ କାହିଁକି ଯୁବା ଅବସ୍ଥାରେ ମୃତ୍ୟୁକୁ ପ୍ରାପ୍ତ ହୁଏ ଏବଂ ପିତା ଥାଉ ଥାଉ ପୁତ୍ର କାହିଁକି ମୃତ୍ୟୁକୁ ପ୍ରାପ୍ତ ହୁଏ। ଏହି ସବୁ ପ୍ରଶ୍ନର ଉତ୍ତର ଗର୍ଭଗୀତାରେ ଭଗବାନ ଶ୍ରୀକୃଷ୍ଣ ବିସ୍ତାର ଭାବରେ ଅର୍ଜୁନଙ୍କୁ ଜଣାଇଛନ୍ତି। ଗର୍ଭଗୀତାର ପ୍ରଥମ ଅଧ୍ୟାୟରେ ଏହି କଥାର ଉଲ୍ଲେଖ କରାଯାଇଅଛି। ଦିନେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହେ ମଧୁସୂଦନ, ପ୍ରାଣୀ ନିଜର କେଉଁ ଗୁଣ ଏବଂ ଦୋଷ ପାଇଁ ନିଜ ମାଆର ଗର୍ଭରେ ପ୍ରବେଶ କରିଥାଏ? ପ୍ରାଣୀ ଜନ୍ମ ପୂର୍ବରୁ ଗର୍ଭରେ କଷ୍ଟ ପାଇଥାଏ ଏବଂ ଜନ୍ମ ସମୟରେ ମଧ୍ୟ ଅସହନୀୟ ପୀଡ଼ା ଭୋଗ କରିଥାଏ। ଜନ୍ମ ହେବା ପରେ ରୋଗରେ ପଡ଼ି ମଧ୍ୟ ପ୍ରାଣୀ ଦୁଃଖ ପାଇଥାଏ। ବୃଦ୍ଧାବସ୍ଥାରେ ମଧ୍ୟ ତାକୁ ଅନେକ ରୋଗ ଘେରିଥାଏ ଏବଂ ତାହାର ମୃତ୍ୟୁ ହୋଇଯାଏ। ମୋତେ କୃପା କରି କୁହନ୍ତୁ, ହେ ଭଗବାନ, ଏମିତି କେଉଁ କାର୍ଯ୍ୟ କରିବା ଦ୍ୱାରା ପ୍ରାଣୀ ଜନ୍ମ ଏବଂ ମୃତ୍ୟୁର ଚକ୍ରରୁ ମୁକ୍ତ? ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ, ହେ ଧନୁର୍ଧାରୀ, ଜନ୍ମ ମୃତ୍ୟୁର ବନ୍ଧନ ତ ସବୁ ପ୍ରାଣୀଙ୍କର ଭାଗ୍ୟ। ଯେଉଁ ପ୍ରାଣୀ ମୃତ୍ୟୁ ଲୋକରେ ଜନ୍ମ ନେଇଅଛି ତାହାର ମୃତ୍ୟୁ ନିଶ୍ଚିତ। ଏହି ନିୟମ ସଂସାରରେ ସର୍ବଦା କ୍ରିୟାନ୍ୱିତ ହୋଇ ରହିଅଛି। ଯେଉଁ ପ୍ରାଣୀ ସଂସାରର ନାଶବାନ ବସ୍ତୁକୁ ସର୍ବଦା ପାଇବାର ଇଚ୍ଛା ରଖିଥାନ୍ତି, ଯେଉଁ ପ୍ରାଣୀ ସଂସାରର ଧନ ଐଶ୍ୱର୍ଯ୍ୟ ପାଇବାର ଇଚ୍ଛା ରଖିଥାନ୍ତି ଏବଂ ଭଗବାନଙ୍କର ଭକ୍ତିରୁ ବିମୁଖ ହୋଇ ରହିଥାନ୍ତି, ସେହି ପ୍ରାଣୀମାନେ ବାରମ୍ବାର ବିଭିନ୍ନ ଯୋନିରେ ଜନ୍ମ ଗ୍ରହଣ କରି ଜନ୍ମ ମରଣ ତଥା ଗର୍ଭ ମଧ୍ୟରେ ରହିବାର କଷ୍ଟକୁ ଭୋଗ କରିଥାନ୍ତି। ଭଗବାନ କୃଷ୍ଣଙ୍କର ମୁଖରୁ ଏସବୁ ଶୁଣିବା ପରେ ଅର୍ଜୁନ ପୁଣି ଥରେ ପଚାରିଲେ, ହେ ମାଧବ, ସଂସାରର ମୋହମାୟାରୁ ମୁକ୍ତି ତ ସମ୍ଭବ ନୁହେଁ, କାରଣ ମନୁଷ୍ୟର ମନ ସର୍ବଦା ପଞ୍ଚବିକାର ତଥା କାମ, କ୍ରୋଧ, ମୋହ, ଲୋଭ ଏବଂ ଅହଙ୍କାରରେ ଭରି ରହିଥାଏ। ହେ ମାଧବ, ମନୁଷ୍ୟକୁ ଏମିତି କେଉଁ କର୍ମ କରିବା ଉଚିତ ଯାହାଦ୍ୱାରା ମନୁଷ୍ୟର ମନ ଏହି ପଞ୍ଚବିକାର ଠାରୁ ସର୍ବଦା ଦୂରେଇ ଯାଇ ଈଶ୍ୱରଙ୍କର ଭକ୍ତିରେ ଲାଗିଯାଇପାରିବ? ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ମନକୁ କାବୁରେ କରିବାକୁ ହେଲେ ଜ୍ଞାନରୂପୀ ଅଙ୍କୁଶର ଆବଶ୍ୟକତା ରହିଅଛି। ଭକ୍ତି ଏବଂ ଜ୍ଞାନ ସର୍ବଦା ଅଭ୍ୟାସ କରିବା ପରେ ହିଁ ପ୍ରାପ୍ତ ହୋଇଥାଏ। ଅହଙ୍କାର ଭାବ ମନରେ ରଖିବା ଦ୍ୱାରା ଜୀବନ ନର୍କରେ ପରିଣତ ହୋଇଯାଏ। ଶ୍ରୀକୃଷ୍ଣଙ୍କର ଉତ୍ତରରେ ସନ୍ତୁଷ୍ଟ ହୋଇ ଅର୍ଜୁନ ତାଙ୍କୁ ପୁନଃ ପ୍ରଶ୍ନ ପଚାରିଲେ, ହେ ଜନାର୍ଦ୍ଦନ, କିଛି ମନୁଷ୍ୟ ଆପଣଙ୍କୁ ପାଇବା ପାଇଁ ବଣ ଏବଂ ଜଙ୍ଗଲ ମଧ୍ୟକୁ ଯାଇ ତପସ୍ୟା କରିଥାନ୍ତି ଏବଂ ଅନ୍ୟ କିଛି ମନୁଷ୍ୟ ସାଂସାରିକ ମୋହ ମାୟାକୁ ତ୍ୟାଗ କରି ସଂସାରର ବିଭିନ୍ନ ସ୍ଥାନମାନଙ୍କରେ ଆପଣଙ୍କ ଗୁଣଗାନ କରି ଘୂରି ବୁଲିଥାନ୍ତି। ହେ ପ୍ରଭୁ, ଏହି କଥାର ସତ୍ୟତା କିପରି ଜଣାପଡ଼ିବ କି ଆପଣଙ୍କର ଭକ୍ତି ମନୁଷ୍ୟକୁ କିପରି ପ୍ରାପ୍ତ ହେବ? ଉତ୍ତର ଦେବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ କହିଲେ, ହେ କୌନ୍ତେୟ, ଯେଉଁ ପ୍ରାଣୀ ମୋତେ ଖୋଜିବା ପାଇଁ ଜଙ୍ଗଲ ମଧ୍ୟରେ ତପସ୍ୟା କରିଥାନ୍ତି ସେମାନଙ୍କୁ ସନ୍ନ୍ୟାସୀ ବା ବୈରାଗୀ ବୋଲି କୁହାଯାଏ। ସେମାନେ ନିଜର ଶିରରେ ଜଟା ବାନ୍ଧିଥାନ୍ତି ଏବଂ ଶରୀରରେ ଭସ୍ମ ବୋଳି ହୋଇଥାନ୍ତି, କିନ୍ତୁ ତାପରେ ବି ସେମାନେ ମୋର ଦର୍ଶନ କରିପାରିନଥାନ୍ତି, କାରଣ ତାଙ୍କ ମଧ୍ୟରେ ଭକ୍ତି ଏବଂ ପ୍ରେମ ନଥାଏ। ତାଙ୍କ ମଧ୍ୟରେ ତ ତପସ୍ୟା ଏବଂ ବୈରାଗ୍ୟର ଅହଙ୍କାର ରହିଥାଏ। ତପସ୍ୟା ଏବଂ ବୈରାଗ୍ୟର ଅହଙ୍କାର ଭାବ ଭଗବାନଙ୍କ ଭକ୍ତି ପାଇବାରେ ବାଧା ସୃଷ୍ଟି କରିଥାଏ। ମୁଁ ତ କେବଳ ସେହିମାନଙ୍କୁ ଦର୍ଶନ ଦେଇଥାଏ ଯେଉଁମାନେ ପଞ୍ଚବିକାର ଠାରୁ ସର୍ବଦା ଦୂରେଇ ରହିବାର ସତତ ଅଭ୍ୟାସ କରିଥାନ୍ତି। ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପୁନଃ ପଚାରିଲେ, ହେ ମାଧବ, ମନୁଷ୍ୟ ଏହି ପାଞ୍ଚ ବିକାର ଦ୍ୱାରା ଗ୍ରସିତ ହୋଇ ନିଜର ସାଂସାରିକ ଜୀବନକୁ ନଷ୍ଟ କରିଦେଇଥାଏ। ସେଥିପାଇଁ ହେ ମାଧବ, ମୋତେ କୁହନ୍ତୁ, କେଉଁଭଳି ପାପକର୍ମ ଦ୍ୱାରା କୌଣସି ପୁରୁଷର ସ୍ତ୍ରୀ ଅସମୟରେ ହିଁ ମୃତ୍ୟୁକୁ ପ୍ରାପ୍ତ ହୋଇଥାଏ ଏବଂ କେଉଁ ପାପକର୍ମ ଦ୍ୱାରା ପିତା ବଞ୍ଚି ରହିଥିବା ଅବସ୍ଥାରେ ହିଁ ପୁତ୍ର ମୃତ୍ୟୁକୁ ପ୍ରାପ୍ତ ହୋଇଥାଏ ଏବଂ କେଉଁ ପାପକର୍ମ ଦ୍ୱାରା ପୁରୁଷ ନପୁଂସକ ହୋଇଥାଏ? ଉତ୍ତର ଦେବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ଯେଉଁ ବ୍ୟକ୍ତି ଋଣ କରି ଋଣ ପରିଶୋଧ କରେ ନାହିଁ, ଋଣ ପରିଶୋଧ ନ କରିବାର ପାପକର୍ମ ଦ୍ୱାରା ସେ ନିଜର ପତ୍ନୀକୁ ହରାଇ ଦିଏ। ସେହି ଭାବରେ ଯେଉଁ ମନୁଷ୍ୟ ଛଳପୂର୍ବକ ପର ଦ୍ରବ୍ୟ ଅଥବା ପର ଧନକୁ ହରଣ କରିଥାଏ
ତାହାର ପୁତ୍ର ଅସମୟରେ ମୃତ୍ୟୁକୁ ପ୍ରାପ୍ତ ହୋଇଥାଏ। ସେହି ଭାବରେ ଯେଉଁ ମନୁଷ୍ୟ ସାହାଯ୍ୟ କରିବାର କଥା ଦେଇ ଉଚିତ ସମୟରେ ସାହାଯ୍ୟ ଦିଏ ନାହିଁ, ସେହି ମନୁଷ୍ୟ ନପୁଂସକ ହୋଇଯାଏ। ଏହି ସବୁ ଅତ୍ୟନ୍ତ ଭୟଙ୍କର ପାପ ହୋଇଥାଏ। ଶ୍ରୀକୃଷ୍ଣଙ୍କ ମୁଖରୁ ଏମିତି ଦିବ୍ୟ ବଚନ ଶୁଣିବା ପରେ ଅର୍ଜୁନଙ୍କର ଜିଜ୍ଞାସା ମଧ୍ୟ କମ୍ ହେଲା ନାହିଁ। ପୁନଃ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହେ ମଧୁସୂଦନ, ମନୁଷ୍ୟ କେଉଁ କର୍ମ କରିବା ଦ୍ୱାରା ସର୍ବଦା ରୋଗୀ ହୋଇଯାଏ ଏବଂ କେଉଁ କର୍ମ କରିବା ଦ୍ୱାରା ବୋଝ ବହୁଥିବା ଗଧର ଜନ୍ମ ପ୍ରାପ୍ତ ହୋଇଥାଏ ଏବଂ କେଉଁ ପାପ କର୍ମ ପାଇଁ ମନୁଷ୍ୟ ପରଜନ୍ମରେ ହିଂସ୍ର ପଶୁ ହୋଇ ଜନ୍ମ ନେଇଥାଏ? ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ଯେଉଁ ମନୁଷ୍ୟ ନିଜର କନ୍ୟାକୁ ବିକ୍ରି କରିଦେଇଥାଏ ସେ ମନୁଷ୍ୟ ସର୍ବଦା ରୋଗୀ ହୋଇ ରହିଥାଏ। ଯେଉଁ ମନୁଷ୍ୟ ଅଭକ୍ଷ୍ୟ ଭୋଜନ କରିଥାଏ ଏବଂ ବିଷୟ ବିକାର ପାଇଁ ମଦିରା ପାନ କରିଥାଏ ସେ ପରଜନ୍ମରେ ଗଧ ଜନ୍ମ ପ୍ରାପ୍ତ ହୋଇଥାଏ। ଯେଉଁ ମନୁଷ୍ୟ ବିଚାର ସମୟରେ ମିଛ ସାକ୍ଷୀ ଦେଇଥାଏ ସେ ପରଜନ୍ମରେ ସ୍ତ୍ରୀ ଜନ୍ମକୁ ପ୍ରାପ୍ତ ହୋଇଥାଏ। ଯେଉଁ ମନୁଷ୍ୟ ଖାଦ୍ୟ ରାନ୍ଧି ସାରିବା ପରେ ପ୍ରଥମେ ଭଗବାନଙ୍କୁ ସମର୍ପଣ ନ କରି ନିଜେ ଖାଇଥାନ୍ତି ସେମାନେ ପରଜନ୍ମରେ ବିଲେଇ ଅଥବା ଘୁଷୁରୀ ଜନ୍ମ ପାଇଥାନ୍ତି। ଶ୍ରୀକୃଷ୍ଣ ଯେମିତି ଅର୍ଜୁନଙ୍କର ସବୁ ପ୍ରଶ୍ନର ଉତ୍ତର ଦେଉଥାନ୍ତି ସେମିତି ଅର୍ଜୁନଙ୍କର ଜିଜ୍ଞାସା ମଧ୍ୟ ବଢ଼ିବାକୁ ଲାଗିଥାଏ। ଅର୍ଜୁନ ପୁନଃ ପଚାରିଲେ, ହେ ମାଧବ, ଏହି ସଂସାରରେ ଯେଉଁ ମନୁଷ୍ୟମାନଙ୍କୁ ଆପଣ ଧନ ସମ୍ପତ୍ତି ଐଶ୍ୱର୍ଯ୍ୟ ଏବଂ ଉତ୍ତମ ବାହନ ପ୍ରଦାନ କରିଛନ୍ତି ସେମାନେ କେଉଁ ପୁଣ୍ୟକର୍ମ କରିଛନ୍ତି? ଶ୍ରୀକୃଷ୍ଣ କହିଲେ, ହେ ଧନଞ୍ଜୟ, ଯେଉଁମାନେ ଉତ୍ତମ ପାତ୍ର ଦେଖି ସ୍ୱର୍ଣ୍ଣ ଦାନ କରିଥାନ୍ତି ସେମାନେ ଉତ୍ତମ ବାହନ ଏବଂ ଧନଧାନ୍ୟ ପ୍ରାପ୍ତ କରିଥାନ୍ତି। ଯେଉଁମାନେ ଭଗବାନଙ୍କୁ ସାକ୍ଷୀ ରଖି କନ୍ୟା ଦାନ କରିଥାନ୍ତି ସେମାନେ ଉତ୍ତମ ପୁରୁଷ ଜନ୍ମ ପାଇଥାନ୍ତି। ଅର୍ଜୁନ ପୁନଃ ପଚାରିଲେ, ହେ ମାଧବ, ଆପଣ ଏହି ସଂସାରରେ କାହାକୁ ଧନବାନ କରିଛନ୍ତି ତ କାହାକୁ ନିର୍ଧନ କରିଛନ୍ତି, ଏପରି କାହିଁକି? ଶ୍ରୀକୃଷ୍ଣ ଅର୍ଜୁନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ, ହେ ଅର୍ଜୁନ, ଯେଉଁ ପ୍ରାଣୀମାନେ ଅନ୍ନ ଦାନ କରିଛନ୍ତି ତାଙ୍କର ସ୍ୱରୂପ ସୁନ୍ଦର। ଯେଉଁମାନେ ବିଦ୍ୟା ଦାନ କରିଛନ୍ତି ସେମାନେ ବିଦ୍ୱାନ ହୋଇଥାନ୍ତି। ତାପରେ ବି ପୁରୁଷଙ୍କ ମଧ୍ୟରେ ରୂପ ସ୍ୱରୂପ ନୁହେଁ ବରଂ ଗୁଣ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଯେଉଁମାନେ ସନ୍ଥ ମହାତ୍ମାମାନଙ୍କର ସେବା କରିଥାନ୍ତି ସେମାନେ ଧନବାନ ଏବଂ ପୁତ୍ରବାନ ହୋଇଥାନ୍ତି। ଶ୍ରୀକୃଷ୍ଣଙ୍କ ମୁଖରୁ ନିଜର ପ୍ରଶ୍ନର ଉତ୍ତର ଶୁଣି ଅର୍ଜୁନ କିଛି କ୍ଷଣ ପାଇଁ ଶାନ୍ତ ହୋଇଗଲେ। ଶ୍ରୀକୃଷ୍ଣ ପଚାରିଲେ, ହେ ପାର୍ଥ, କ'ଣ ତୁମର ଜିଜ୍ଞାସା ଶାନ୍ତ ହୋଇଗଲା ନା ଆଉ କିଛି ପଚାରିବାର ଅଛି? ଅର୍ଜୁନ କହିଲେ, ହେ ପ୍ରଭୁ, ଏବେ ବି ମୋ ମନରେ ଅନେକ ପ୍ରଶ୍ନ ବାକି ଅଛି ଯାହା ମୁଁ ଆପଣଙ୍କ ମୁଖରୁ ଜାଣିବାକୁ ଚାହୁଁଛି। ଅର୍ଜୁନ ପଚାରିଲେ, ହେ ମାଧବ, ମନୁଷ୍ୟ ସାଂସାରିକ ଧନ ଏବଂ ବସ୍ତୁ ପ୍ରତି ଏତେ ମୋହ କାହିଁକି ରଖିଥାଏ? ଶ୍ରୀକୃଷ୍ଣ କହିଲେ, ହେ କୌନ୍ତେୟ, ଯଦି ପ୍ରାଣୀ ମୋର କୃପାରୁ ବଞ୍ଚିତ ହୋଇଥାଏ ସେଭଳି ମନୁଷ୍ୟଙ୍କର ମନରେ ସାଂସାରିକ ବସ୍ତୁ ପ୍ରତି ମୋହ ଜାଗ୍ରତ ହୋଇଥାଏ। ଧନ ସମ୍ପତ୍ତି ସବୁକିଛି ନାଶବାନ ହୋଇଥାଏ। ବିବେକୀ ପ୍ରାଣୀ ସର୍ବଦା ଏହିସବୁଥିରୁ ଦୂରେଇ ରହିଥାଏ। ଯେଉଁ ବ୍ୟକ୍ତି ସାଂସାରିକ ମୋହକୁ ତ୍ୟାଗ କରି ପବିତ୍ର ସ୍ଥଳମାନଙ୍କର ଦର୍ଶନ କରିବା ସହିତ ମୋର ନିଷ୍କାମ ଭକ୍ତି କରିଥାଏ ତାକୁ ମୋର କୃପା ପ୍ରାପ୍ତ ହୋଇଥାଏ। ପୁନଃ ଅର୍ଜୁନ ପଚାରିଲେ, ହେ ମାଧବ, ମନୁଷ୍ୟମାନଙ୍କ ମଧ୍ୟରେ ଶାରୀରିକ ରୋଗ ଯେମିତିକି ରକ୍ତହୀନତା, ଖଣ୍ଡବାୟୁ, ଅନ୍ଧତା ଏବଂ ପଙ୍ଗୁତା ଆଦିର କାରଣ କ'ଣ? ଏସବୁ ରୋଗ କାହିଁକି ହୋଇଥାଏ? ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ଯେଉଁ ପ୍ରାଣୀ ମୋର ଭକ୍ତିକୁ ତ୍ୟାଗ କରି ମାୟାରେ ଲିପ୍ତ ହୋଇଯାଆନ୍ତି ସେମାନେ କ୍ରୋଧ, ରକ୍ତବିକାର, ଅଳସୁଆ, ଦରିଦ୍ର, ଲଜ୍ଜା ଏବଂ ଆତ୍ମସଂଯମ ରହିତ ଖଣ୍ଡବାୟୁ ଯେପରି ରୋଗରେ ଗ୍ରସିତ ହୋଇଥାନ୍ତି। ଯେଉଁ ସ୍ତ୍ରୀ ପତିବ୍ରତା ଧର୍ମ ପାଳନ କରେ ନାହିଁ ସେ ସଂଯମହୀନ ଜ୍ୟୋତିରହିତ ବିକାର ଦ୍ୱାରା ଗ୍ରସିତ ହୋଇ ରହିଥାନ୍ତି। ଅର୍ଜୁନ ପୁନଃ ପ୍ରଶ୍ନ ପଚାରିଲେ, ହେ ମଧୁସୂଦନ, କୃପା କରି ଗୁରୁ ଦକ୍ଷିଣା ସମ୍ବନ୍ଧରେ କିଛି ଜ୍ଞାନ ପ୍ରଦାନ କରନ୍ତୁ। ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ତୁମର ଏହି ପ୍ରଶ୍ନ ସମ୍ପୂର୍ଣ୍ଣ ମାନବ ଜାତି ପାଇଁ କଲ୍ୟାଣକାରୀ ଅଟେ। ହେ ଅର୍ଜୁନ, ବ୍ରହ୍ମଚାରୀ ଏବଂ ସଂଯମୀ ପୁରୁଷ ଯେଉଁମାନେ ଈଶ୍ୱର ଭକ୍ତି ଏବଂ ପରୋପକାରରେ ଲାଗି ରହିଥାନ୍ତି ସେଭଳି ମନୁଷ୍ୟଙ୍କୁ ହିଁ ଗୁରୁ ଧାରଣ କରିବା ଉଚିତ। ଗୁରୁ ରୂପରେ ମଧ୍ୟ ଧାରଣ କରିବା ଉଚିତ।
ଗୁରୁଙ୍କର ଆଶ୍ରିତରେ ଥାଇ ଯେଉଁ ମନୁଷ୍ୟ ମୋର ପୂଜା କରିଥାଏ ତାକୁ ମୋର କୃପା ପ୍ରାପ୍ତ ହୋଇଥାଏ। ଗୁରୁଙ୍କଠାରୁ ବିମୁଖ ପ୍ରାଣୀ 7ଟି ଗାଁକୁ ମାରିବା ସହିତ ସମାନ ପାପ ଭୋଗ କରିଥାଏ। ଏଭଳି ପ୍ରାଣୀର ମୁଖ ଦେଖିବା ମଧ୍ୟ ପାପ ହୋଇଥାଏ। ହେ ଅର୍ଜୁନ, ସମଗ୍ର ସଂସାରର ଗୁରୁ ହେଉଛନ୍ତି ପ୍ରଭୁ ଜଗନ୍ନାଥ। ବିଦ୍ୟାର ଗୁରୁ ହେଉଛନ୍ତି ପ୍ରଭୁ କାଶୀ ବିଶ୍ୱନାଥ। 4 ବର୍ଣ୍ଣର ଗୁରୁ ହେଉଛନ୍ତି ବ୍ରାହ୍ମଣ ତଥା ବ୍ରାହ୍ମଣର ଗୁରୁ ହେଉଛନ୍ତି ସନ୍ନ୍ୟାସୀ। ସନ୍ନ୍ୟାସୀ ତାକୁ କୁହାଯାଏ ଯେ ସବୁକିଛି ତ୍ୟାଗ କରି ମୋର ଭକ୍ତିରେ ଲୀନ ହୋଇଥାନ୍ତି। ସେହି ବ୍ରାହ୍ମଣ ଜଗତଗୁରୁ ହୋଇଥାନ୍ତି। ଯିଏ ଗୁରୁଙ୍କର ଭକ୍ତ ହୋଇଥାନ୍ତି ସେ ମୋର ଭକ୍ତ ହୋଇଥାନ୍ତି। ଯେଉଁ ଗୃହସ୍ଥ ଗୁରୁଙ୍କଠାରୁ ବିମୁଖ ହୋଇ ରହିଥାଏ ସେ ଚାଣ୍ଡାଳ ସହିତ ସମାନ। ଯେଉଁ ସ୍ଥାନରେ ମଦିରା ସାମଗ୍ରୀ ରହିଥାଏ ସେହି ସ୍ଥାନର ଗଙ୍ଗାଜଳ ମଧ୍ୟ ଅପବିତ୍ର ହୋଇଥାଏ। ସେହିପରି ଗୁରୁଙ୍କଠାରୁ ବିମୁଖ ବ୍ୟକ୍ତିର ଭଜନ ମଧ୍ୟ ଅପବିତ୍ର ହୋଇଥାଏ। ତାହାର ସବୁ ସତ୍କର୍ମ ମଧ୍ୟ ନିଷ୍ଫଳ ହୋଇଯାଏ। ଏପରି ବ୍ୟକ୍ତି ଘୁଷୁରୀ, ଗଧ ତଥା କାଉ ଯୋନିରେ ଜନ୍ମ ଲାଭ କରିଥାନ୍ତି। ସେହି ପ୍ରାଣୀ ଅଜଗର ସାପ ସହିତ ସମାନ, ଯିଏକି ଆଳସ୍ୟରେ ବୁଡ଼ି ରହି ସର୍ବଦା ତିରସ୍କାର ପାଇଥାଏ। ହେ କୌନ୍ତେୟ, ଗୁରୁ ଦୀକ୍ଷା ବିନା ପ୍ରାଣୀଙ୍କର ଉଦ୍ଧାର ସମ୍ଭବ ନୁହେଁ। ଯେଉଁ ପ୍ରାଣୀ ଗୁରୁଙ୍କର ସେବା କରିଥାଏ ତାକୁ ଅଶ୍ୱମେଧ ଯଜ୍ଞ ସମାନ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। ହେ ଅର୍ଜୁନ, ଯେଉଁ ପ୍ରାଣୀ ତୁମର ଏହି ସମ୍ବାଦକୁ ସର୍ବଦା ପଢ଼ିବେ ଏବଂ ଶୁଣିବେ ସେମାନେ ବାରମ୍ବାର ଗର୍ଭରେ ବାସ କରିବାର କଷ୍ଟରୁ ମୁକ୍ତି ପାଇଯିବେ। ସେମାନେ ଜନ୍ମ ମରଣ ଚକ୍ରରୁ ମଧ୍ୟ ମୁକ୍ତି ପାଇବେ। ଶ୍ରୀକୃଷ୍ଣଙ୍କ ମୁଖାରବିନ୍ଦରୁ ଅର୍ଜୁନ ବଡ଼ ଧ୍ୟାନର ସହିତ ଏହି ପ୍ରସଙ୍ଗକୁ ଶୁଣୁଥିଲେ। ସେହି କାରଣରୁ ଏହି ପ୍ରସଙ୍ଗକୁ ଗର୍ଭଗୀତା ବୋଲି କୁହାଯାଏ।